ଆପଣ ସମସ୍ତଙ୍କୁ ରୋଜାଲିନ୍ ହୋମ୍ ଫୁଡ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ପଖାଳ ଭାତର ରେସିପି। ପଖାଳ ତ ଅନେକ ପ୍ରକାର, ବାସି ପଖାଳ, ଦହି ପଖାଳ, ଛୁଙ୍କ ପଖାଳ। ତ ସେଥିମଧ୍ୟରୁ ଆଜି ସେୟାର କରିବି ମୁଁ ଦହି ପଖାଳ। ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ପରିଚୟ। ପଖାଳକୁ ନେଇକି ଆମେ ବହୁତ ଗର୍ବିତ। ପଖାଳ ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଦହି ପଖାଳ ବା ଛୁଙ୍କ ପଖାଳ ଆପଣ ଏଇଟା ଉଷୁନା ଭାତ ବା ଅରୁଆ ଭାତରେ କରିପାରିବେ କି ବଳି ଯାଇଥିବା ଭାତରେ ମଧ୍ୟ କରିପାରିବେ। ଦହି ପଖାଳ କରିବା ପାଇଁ ଏଠି ମୁଁ 100 ଗ୍ରାମ ଚାଉଳର ଭାତକୁ ରାନ୍ଧିକି ନେଇଛି। ଅରୁଆ ଭାତ ନେଇଛି। ନେଲା ପରେ ଭାତକୁ ଯେତେବେଳେ ମୁଁ ଗାଳି ସାରିଲି ଏଠି ମୁଁ ଥଣ୍ଡା କରିଦେଇଛି। ଯଦି ଭାତ ଗରମ ଥିବ ଆପଣ ଦହି ପକାଇବେ ତ ସେଇଟା ଛିଣ୍ଡିଯିବ, ତ ସେଥିପାଇଁ ଥଣ୍ଡା କରିନେଇଛି। ଏବେ ଏଥିରେ ମୁଁ ପାଣି ମିଶାଇବି। ପଖାଳ କଲାବେଳେ ବେଶୀ ପାଣି ଦେବେନି, ପାଣିଚିଆ ଲାଗିଥାଏ। ତ ମୁଁ ଅଳ୍ପ ପାଣି ଦେଇଛି ଯେପର୍ଯ୍ୟନ୍ତ ଭାତ ଲେବୁଲ ଅଛି। ତା ସହିତ ଖଟା ଦହି ଏଠି ମୁଁ 6 ଚାମଚ ଦେଇଛି। କଳା ଲୁଣ 1 ଚାମଚ। କଳା ଲୁଣ ପକାଇଲେ କ'ଣ ହୁଏ ନା ଟେଷ୍ଟ ବହୁତ ବଢ଼ିଆ ଲାଗିଥାଏ। ତା ସହିତ ଏଠି ଧନିଆ ପତ୍ର ପକାଇ ସାରିଲା ପରେ ଏଇଟାକୁ ଆମେ ଗୋଳେଇ ଦେବା। ଯଦି ଘରେ ଆମ୍ବ କଷିଆ ଅଦା ଥିବ ତାହେଲେ ଆପଣ ପକାଇବେ, ବହୁତ ବଢ଼ିଆ ଲାଗିଥାଏ। ବେଶୀ ପାଣି ଦେଲେ କ'ଣ ହୁଏ ନା ଭାତଟା ପାଣିଚିଆ ଲାଗିଥାଏ, ଟେଷ୍ଟ ଭଲ ଲାଗିନଥାଏ। ଏଇଠି ଗୋଳେଇ ଦେଲି। ଏବେ ଏଇଥିରେ ଆମେ ଗୋଟେ ଛୁଙ୍କ ଦେବା। ଛୁଙ୍କ ଦେବା ପାଇଁ 3ଟା ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର, ଜିରା ସୋରିଷ ନେଇଛି। ଆପଣ ପଞ୍ଚଫୁଟଣ ବି ଦେଇପାରିବେ। ପଞ୍ଚଫୁଟଣରେ ବହୁତ ବଢ଼ିଆ ବାସ୍ନା ଆସିଥାଏ। ହେଲେ ପଞ୍ଚଫୁଟଣରେ ଯେହେତୁ ମେଥି ଦାନା ଥାଏ, ଖାଇଲା ବେଳେ ପାଟିକୁ ପିତା ଲାଗିଥାଏ, ସେଥିପାଇଁ ମୁଁ ପକାଇନି। ଏବେ ଚାଲନ୍ତୁ ଆମେ ଏଥିରେ ଗୋଟେ ତଡ଼କା ଦେଇଦେବା। ଏଠି ଗୋଟେ ତଡ଼କା ପ୍ୟାନେ ମୁଁ 2 ଚାମଚ ରିଫାଇନ୍ ତେଲ ନେଇଛି। ତେଲ ଗରମ ହେଇଗଲାଣି, ମୁଁ ଛୋଟ ଚାମଚରେ ନେଇଛି। ଏବେ ସବୁ ପକାଇକି ଭଲ ଭାବରେ ଫୁଟାଇଦେବା। ଭୃଷଙ୍ଗ ପତ୍ରଟା ଟିକେ ଭଲସେ ପୋଡ଼ିଗଲେ ବଢ଼ିଆ ବାସ୍ନା ଆସିଥାଏ ପଖାଳରେ। ଏଇଟା ଭାତ ଉପରେ ପକାଇଲା ପରେ ମୁଁ ମିକ୍ସ କରିଦେଇଛି। ଯେହେତୁ ଭାତ ଥଣ୍ଡା ଥିଲା, ଏବେ ଦହି ଛିଣ୍ଡିବନି, ମୁଁ ପକାଇଦେଲି। ନହେଲେ ଆପଣ ଯେଉଁ ଫୁଟଣ ଦେବେ, ପଞ୍ଚଫୁଟଣ ଫୁଟାଇ ସାରିଲା ପରେ ତାକୁ ଥଣ୍ଡା କରିକି ବି ଆପଣ ଦେଇପାରିବେ। ଏବେ ଏଥିରେ ମୁଁ 2 ଖଣ୍ଡ ଲେମ୍ବୁ ଆଉ କଞ୍ଚା ଲଙ୍କା ପକାଇ ଦେଉଛି। ଏଠି ପରେ ମୁଁ ଅଳ୍ପ ଟିକେ ପାଣି ଦେଲି, ଆପଣ ଦେଖିକି ସେଇ ଅନୁସାରେ ପାଣି ଦେବେ। ଲାଷ୍ଟକୁ ମୁଁ 2 ଖଣ୍ଡ ଲେମ୍ବୁ ଆଉ କଞ୍ଚା ଲଙ୍କା ଦେଇଛି। ଯଦି ଆପଣ ବେଶୀ ରାଗ ଖାଉଥିବେ, ଯେତେବେଳେ ଆପଣ ଏଇଟା ଛୁଙ୍କ ଦେବେ ସେଇଠି ଲଙ୍କାକୁ ଛେଚିକି ଦେଇପାରିବେ। ଯେତିକି ସୁନ୍ଦର ଦେଖାଯାଉଛି, ଖାଇବାକୁ ମଧ୍ୟ ସେତିକି ଟେଷ୍ଟି। ଗୋଟିଏ ରେସିପିରେ ଆପଣ ସହିତ ଗୋଟିଏ ରେସିପି ନେଇ ଖାଇପାରିବେ, ବହୁତ ବଢ଼ିଆ ଲାଗିଥାଏ। ଆତ୍ମାକୁ ସନ୍ତୁଷ୍ଟ କଲା ଭଳି ଛୁଙ୍କ ପଖାଳ ଏବେ ଆମର ରେଡ଼ି।